कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरि ओम। प्रिय सज्जन मंडली, श्रोता बंधु तथा दर्शक बंधु, पूर्व वीडियो रे आमे अति बड़ी जगन्नाथ दास को प्रणीत श्रीमद् भागवत महापुराण प्रथम स्कंद अष्टम अध्याय पाठ करथिले, जेउथिरे कि महाभारत युद्ध रे घटिथिबा घटना पई कुंती एवं युधिष्ठिर करिथिबा अनुताप विषय जानिले। तेबे आज आसंतु आमे पाठ करिबा नवम अध्याय। ओम श्री परमात्मने नमः। श्रीमद् भागवत महापुराण प्रथम स्कंद नवम अध्याय। सकल धर्म राजागे निरोपि भीष्म अनुरागे कृष्ण चरणे स्तुतिवाद नवम अध्याय संवाद। सुत उवाच एमन्ते प्राणिबध भय निवेदि धर्मरतनय सकल धर्म ज्ञान अर्थे विजय कले निज रथे। मिलिले कुरुक्षेत्रे जाई भीष्म अछंती जहि सोई राजा संगते चारि भ्राते सज होइले जे झारथे। उत्तम नाना वर्ण स्वभावे रत्न विभूषण ताहाक संगे विप्रजने गमन कले तो समने। गोविंद नंदी घोष रथे बसिले अर्जुन संगते पांडव मध्ये युधिष्ठिर कियो बाधे बापटान्तर गुह्य करण मध्य गते। कुबेर प्रकाश जेमन्ते एमन्ते कुरुक्षेत्रे गले पांडवे गोविंदंक तुले सरसयने गंगासूत। देखिले राजा धर्मसूत अवने पृष्ठे मोहगत किबा अमर भूमिगत पांडवे गोविंदर तुले भीष्म चरणे प्रणमिले ब्रह्मर्षि देव ऋषि गणे अपरे राज ऋषि माने मिलिले जाई कुरुक्षेत्रे भीष्मंकु देखिबार अर्थे पर्वत नामे महाऋषि धम्य नारद तुले मिसी बदाबादरायण बृहदस्व भरद्वाजंक संगे शिष्य रेणुकासुत परशुराम वसिष्ठ इंद्र प्रमदन त्रित असित गृश्च मद गौतम कक्षिबान सिद्ध अति कौशिक सुदर्शन कश्यप अंगिरस नाम
ନିର୍ମଳ ଚେତା ବ୍ରହ୍ମଚାରୀ ମିଳିଲେ ସୁଖ ଆଦି କରି। ଏମନ୍ତେ ସର୍ବମୁନି ଜନେ ମିଳିଲେ ଭୀଷ୍ମ ସମ୍ବିଧାନେ। ଏମନ୍ତେ ସର୍ବମୁନି ଜନେ ମିଳିଲେ ଭୀଷ୍ମ ସନ୍ନିଧାନେ। ମୁନିଙ୍କି ଦେଖି ବସୁତମ ଶୟନେ କଲେ ଯେ ପ୍ରଣାମ। ଧର୍ମଯଜ୍ଞ ଗଙ୍ଗାର କୁମର ଦେଶପାଳଜ୍ଞ ମହାଧାର। ତେଣୁ ପୂଜିଲେ ଏକେ ଏକେ ମୁନିଙ୍କି ଦୃଢ଼ ମାନସିକେ। ମାୟାରେ ଯେ ଧରେ ଶରୀର ଅନାଦି ପ୍ରଭୁ ନିରାକାର। କୃଷ୍ଣଙ୍କୁ ହୃଦୟରେ ବସାଇ ପୂଜିଲେ ଦୃଢ଼ ଚିତ ହୋଇ। ପ୍ରେମେ ବିନୟ ଭାବ ହୋଇ ନିକଟେ ଥିବା ପାଞ୍ଚ ଭାଇ। ପାଣ୍ଡୁପୁତ୍ରଙ୍କୁ ଦୟା ଚିତେ ଭାବେ ବୋଲନ୍ତି ଅଶ୍ରୁ ନେତ୍ରେ। ଭୀଷ୍ମ ଉବାଚ ଏ ବଡ଼ କଷ୍ଟ ମୋର ଚିତେ। ଏ ପାଞ୍ଚ ଭାଇ କୁନ୍ତି ସୁତେ। ବନେ ବଞ୍ଚିଲେ କଷ୍ଟ କର୍ମେ। ଜୀବନ ପୋଷି ବିପ୍ର ଧର୍ମେ। ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ। ଅନେକ ସଙ୍କଟୁ ତରିଲେ। ସ୍ୱାମୀ ମରଣେ କୁନ୍ତି ସାଧୁ। ସ୍ୱଭାବେ ବାଳକୁଳ ବଧୂ। ପୁତ୍ରଙ୍କ ତୁଲେ ବହୁ କ୍ଲେଶେ। ଦୁଃଖେ ବଞ୍ଚିଲା ବନବାସେ। କାଳର ବଶ ଏ ଜଗତ। ପ୍ରାଣୀ ଏ କାଳର ଆୟତ। ସେ କାଳ ବସେ ସର୍ବେ ଚଳି। ପବନେ ଯେହ୍ନେ ଘନା ବଳି। ଯେ କୂଳେ ରାଜା ଧର୍ମସୂତ। ରକ୍ଷକ ଭୀମ ଗଦା ହସ୍ତ। ଅର୍ଜୁନ ଯହିଁ ଧନୁ ଧରେ। ଯହିଁ ଗୋବିନ୍ଦ ରକ୍ଷା କରେ। ସେ କୂଳେ ପଡ଼ଇ ବିପତ୍ତି। ହେମନ୍ତ ବିଧାତାର ଗତି। ଏ କୃଷ୍ଣ ମନେ କିବା ଥାଇ। ତାହା ତ କେହି ନ ଜାଣଇ। କିଏ ଜାଣିପାରେ ତାର ଗତି। ଯହିଁ ପଣ୍ଡିତେ ଭ୍ରମ ହନ୍ତି। ସଂସାର କର୍ମର ଆୟତ। ଏହା ତୁ ଜାଣ କୁନ୍ତି ସୁତ। ଏଣୁ ତୁ କିଛି ହୀନ ଭାଳ। ଅନାଥ ପ୍ରଜା ଏବେ ବାଳ। ଦେଖ ଏ ଆଦି ନାରାୟଣ। ଜଗତ ପରମ କାରଣ। ମାୟାରେ ଲୋକ ମନ ହରି। ଯାଦବ ବଂଶେ ଅବତରି। ଏହାର ଅନୁଭାବ ଗତି। କିଛି ଜାଣଇ ପଶୁପତି। ନାରଦ ଜାଣେ ଭାବ ଘେନି। କିବା କପିଳ ମହାମୁନି। ତୁ କୃଷ୍ଣ ମହିମା ନ ଜାଣି। ମାତୁଳ ସୁତ ପ୍ରାୟ ମଣି। ପ୍ରିୟ ସୁହୃଦ ମିତ୍ର ପରି। ସଚିବ ବୁଦ୍ଧି କିଆ ଚରି। ଏହାଙ୍କୁ ଦୈତ୍ୟରେ ନିଯୋଗୀ। ପେଶିଲୁ ପଞ୍ଚଗ୍ରାମ ମାଗି। ସୁହୃଦ ପଣେ ସ୍ନେହ କରି। ରଥେ ସାରଥି ପଣେ ବରି। ଯହୁଁ ଏ ପ୍ରଭୁ ଭାବଗ୍ରାହୀ। ସ୍ୱଭାବେ ପରାପର ନାହିଁ। ଏଣୁ ତା ଉଚ୍ଚ ନୀଚ କର୍ମ। ଯଜ୍ଞ ଓ ଯଜ୍ଞ ସବୁ ସମ। ତଥାପି ଭକତଙ୍କ ହିତେ। ଦେଖ ଈଶ୍ୱର ଦୟା କେତେ।
ମୋ ଜୀବ ଛାଡ଼ିବାର କାଳେ ମିଳିଲା ସରଶଯ୍ୟା ତଳେ। ଯାର ଚରଣେ ଭକ୍ତି ବଳେ ନିଶ୍ଚଳ ମନେ ଅନ୍ତକାଳେ। ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି ପରମ ପଦେ ସେ ମିଶନ୍ତି। କର୍ମ ବାସନା ଯାଇ ଦୂର ହେମନ୍ତ ମହିମା ଯାହାର। ସେ ଦେବ ଦେବ ଭଗବାନ ଭାବେ ଜାଣିଲେ ମୋର ମନ। ପ୍ରଫୁଲ୍ଲ କମଳ ଲୋଚନ ସୁନ୍ଦର ହସିତ ବଦନ। ଚକ୍ର ସହିତେ ଚାରି ବାହୁ ସେ ମୋର ଧ୍ୟାନ ପଥେ ରହୁ। ଅଗ୍ରେ ପ୍ରକାଶ ହେଉ ମୋର ମୁହିଁ ଛାଡ଼ିବି କଳେବର। ସୁତ ଉବାଚ ଭୀଷ୍ମ ବଚନ କର୍ଣ୍ଣେ ଶୁଣି ଧର୍ମନନ୍ଦନ ମନେ ଗୁଣି। ଭୀଷ୍ମଙ୍କୁ ସରତଳ୍ପେ ଚାହିଁ କର ଯୁଗଳ ଶିରେ ଦେଇ। ବିବିଧ ଧର୍ମ ପଚାରିଲେ ଅଶେଷ ମୁନିଗଣ ତୁଲେ। ବିବିଧ ଧର୍ମ ପଚାରିଲେ ଅଶେଷ ମୁନିଗଣ ତୁଲେ। ସ୍ୱଭାବ ଧର୍ମ ଯେ ଜଗତେ ଚତୁର ବର୍ଣ୍ଣାଶ୍ରମ ମତେ। ରାଗ ବୈରାଗ୍ୟ ଆଦି କରି ଯେ ମାର୍ଗେ ସଂସାରୁ ନିସ୍ତରି। ଯେ ଦାନ ଧର୍ମ ରାଜ ଧର୍ମ ମୋକ୍ଷ ସାଧନେ ଯେତେ କର୍ମ। ଯଥା ବିଭାগে ଯେତେ କରି ଗୃହୀବ ନଶ୍ଚ ବ୍ରହ୍ମଚାରୀ। ଯଥା ବିଭାগে ଯେତେ କରି ଗୃହୀବ ନସ୍ଥ ବ୍ରହ୍ମଚାରୀ। ସ୍ତ୍ରୀ ଜନ୍ମର ଯେବା ଧର୍ମ ଯେ ବିଷ୍ଣୁ ଭଗତଙ୍କ ଧର୍ମ। ଧର୍ମାର୍ଥ କାମ ମୋକ୍ଷ ଆଦି ଯେତେ ପ୍ରକାରେ ଯାହା ସାଧି। ସକଳ କହିଲେ ହରଷେ ନାନା ଆଖ୍ୟାନ ଇତିହାସେ। ଏମନ୍ତେ କହୁ କହୁ ଧର୍ମ ଭୀଷ୍ମର ଚିତେ କାଳ ଭ୍ରମ। ସିଦ୍ଧ ପୁରୁଷ ଯୋଗ ବଳେ ଯାହା ଚିନ୍ତନ୍ତି ଅନ୍ତକାଳେ। ସେ କାଳ ଅତି ପୁଣ୍ୟ ଧାମ ଉତ୍ତରାୟଣ ଯାର ନାମ। ସେ କାଳ ଆଗମନ ଦେଖି ସଂକୋଚ କଲେ ବେନି ଆଖି। ସହସ୍ର ସହସ୍ର ବଚନ ଶୁଣାଇ ହୋଇଲେ ମୌନ। ତକ୍ଷଣେ ବିଷ୍ଣୁ ଭାବ ଘେନି ଗଙ୍ଗାନନ୍ଦନ ହେଲେ ତୁନି। ସବୁ ସଂହରି ଦୃଷ୍ଟି ମନ କୃଷ୍ଣ ଚରଣେ ସାବଧାନ। ସେ ହରି ଅଛି ଅଗ୍ରେ ବସି ଚତୁରଭୁଜ ପରକାଶୀ। ପୀତବସନ କୋଟି ଭାଗେ ବିଜୁଳି ଯେନେ ନୀଳ ମେଘେ। ଏମନ୍ତ କୃଷ୍ଣ ରୂପ ହେଜି ଭାବ ଗଦଗଦେ ଚକ୍ଷୁ ବୁଜି। ଧାରଣା ଯୋଗେ ଧ୍ୟାନ କରି ସଂଶୟ ଦୂରେ ପରିହରି। ଯୁଦ୍ଧର ଶ୍ରମ ଯେତେ ଥିଲା ତକ୍ଷଣେ ଶରୀରୁ ଛାଡ଼ିଲା। ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ ଚିତୁ ଛାଡ଼ିଲା ମାୟା ଭ୍ରମ। ଅନ୍ତରେ ବେନି କର ଯୋଡ଼ି ବୋଲେ ଗୋବିନ୍ଦ ପାଦେ ପଡ଼ି। ଭୀଷ୍ମ ଉବାଚ ହେମନ୍ତ ଭାବେ ମନ ମୋର ତୃଷ୍ଣା ବର୍ଜିତ ନିର୍ବିକାର। କୃଷ୍ଣରେ ହେଉ ସମର୍ପଣ ଯେ ହରି ଭକତ ତାରଣ। ଯାର ମହିମା ଯୋଗୀ ଜନେ ଚିନ୍ତି ନ ପାନ୍ତି ଯୋଗ ଧ୍ୟାନେ। ସ୍ୱସୁଖେ ଥାଇ ଅବିରତେ ପ୍ରକୃତି ବସେ ବିଶ୍ୱ ଅର୍ଥେ। ପ୍ରକୃତି ତହୁଁ ଏ ଜଗତ ପ୍ରବାହ ରୂପେ ଆତଜାତ। ତମାଳ ପତ୍ର ପ୍ରାୟ ବର୍ଣ୍ଣ ଯେ ରୂପେ ମୋହେ ତ୍ରିଭୁବନ। ପୀତବସନ କୋଟି ଶହେ ପ୍ରକାଶେ ରବି ରଶ୍ମି ପ୍ରାୟେ। ଅଳକା ଆବୃତ କପୋଳ ଅଳକା ଆବୃତ କପୋଳ। ବିରାଜେ ବଦନ କମଳ। ଅର୍ଜୁନ ସଖା ପାଦ ତଳେ ମୋ ଚିତ୍ତ ରହୁ ସୁନିଶ୍ଚଳେ।
ସଂଗ୍ରାମେ ଅଶ୍ୱ ଧୂଳି ଖାଏ, ଶିରବଦନ ଧୂଳିମୟେ, ବିରାଜେ ସେଦ କଣା ଅଙ୍ଗେ, ବିବିଧ ଅଳଙ୍କାର ସଙ୍ଗେ। ମୋହର ତୀକ୍ଷ୍ମ ବାଣ ପନ୍ଥୀ, ଯାର କବଚେ ଝଲକନ୍ତି, ସେ ରୂପେ ରହୁ ମୋର ମନ ଯେ ସେ ରୂପେ ରହୁ ମୋର ମନ ଯେ ଭବ ଜଳୁ ପରିତ୍ରାଣ। ଯେ ହରି ଅର୍ଜୁନ ବଚନେ, ରଥ ନିବେଶି ମଧ୍ୟସ୍ଥାନେ, ଅନାଇ କଟାକ୍ଷ ଲୋଚନେ, ଆୟୁଷ ହରେ ପରଶନ୍ୟେ। ସେ ପାର୍ଥ ସଖାର ଚରଣ, ନିରତେ ଥାଉ ମୋର ମନ, ଯୁଦ୍ଧର ଅର୍ଥେ କୋପ ଭରି, ସକଳ ବାରେ ଶସ୍ତ୍ର ଧରି। ସମରେ ଦେଖି ବନ୍ଧୁ ଜନ, ଦୟାରେ ନ ଯୁଝେ ଅର୍ଜୁନ। ଅନେକ ଆତ୍ମବିଦ୍ୟା ଦେଲା, ବାହାରେ କୁମତି ହରିଲା, ତାର ଚରଣେ ମୋର ମତି, ନିଶ୍ଚଳ ହେଉ ଆତ୍ମଗତି। ନିଶ୍ଚଳେ ହେଉ ଆତ୍ମରତି। ମୋହର ତୁଲେ ସତ୍ୟ କଲା, ଶସ୍ତ୍ର ନ ଧରିବି ବୋଇଲା, ମୋହର ତୀକ୍ଷ୍ମ ବାଣେ କୋପି, ମୋହ ବଚନେ ସତ୍ୟ ସ୍ଥାପି। ତକ୍ଷଣେ ଚକ୍ର ଘେନି ହସ୍ତେ, ରଥୁ ଧାଇଲା ଭୂମି ଗତେ, ସ୍ୱଧର୍ମ ସମରେ ଉପେକ୍ଷି, ସିଂହ ଯେ ସନେ ଗଜ ଦେଖି। ଧାମନ୍ତେ ଅବନୀ କମ୍ପିଲା, ଉତ୍ତରୀ କନ୍ଧୁ ଉଡ଼ିଗଲା, ଚକ୍ର ଉଞ୍ଚାଇ ମହାକୋପେ, ମିଳିଲା ମୋହର ସମୀପେ। ମୁଆ ତତାଇ ପଣେ ସନ୍ଧି, ଅନେକ ବାଣର ସେ ବିନ୍ଧି, ବିଶୀର୍ଣ୍ଣ କଲି ସେହ୍ନା ଅଙ୍ଗେ, ଦେଖି ଧାଇଁଲା ଅତି ବେଗେ। ରୁଧିର ଭୂଷଣ ଶରୀର, ଅର୍ଜୁନ ବାକ୍ୟ କରି ଦୂର, ହରିବା ପାଇଁ ମୋର ପ୍ରାଣ, ମୁଁ ଏବେ ପଶିଲି ଶରଣ। ବିଜୟ ରଥେ ଯେ ସାରଥି, ରଥ ଆରୋହୀ ଶୁଭ ଚିନ୍ତି, ହୟଙ୍କ ରଶ୍ମି ଯେହୁ ଧରେ, ସେ ରୂପେ ମନ ରହୁ ସ୍ଥିରେ। ସଂଗ୍ରାମ କରି ଯେତେ ମଲେ, ତା ମୁଖ ଦେଖି ତରି ଗଲେ, ଏବେ ମୋହର ଅନ୍ତ କାଳେ, ମୋ ଚିତ୍ତ ରମୁ ତାପୟରେ। ଗୋପନଗରେ ବୃନ୍ଦାବନେ, ରାସ ଉତ୍ସବେ ଗୋପୀ ଜନେ, ଲଳିତ ଗତି ସୁବିଳାସ, ମନଜ୍ଞ ଦୃଷ୍ଟି ମନ୍ଦହାସ, ତାହାର କୃତ୍ୟ ଅନୁସରି, ଉନ୍ମାଦେ ତା ଭାବ ଆଚରି। ଯାହାର ସଙ୍ଗେ ଭାବ କରି, ଭବସାଗରୁ ଗଲେ ତରି, ସେ କୃଷ୍ଣ ଚରଣ କମଳେ, ମୋ ମନ ରହୁ ସୁନିଶ୍ଚଳେ। ଧର୍ମନନ୍ଦନ ଯଜ୍ଞ କାଳେ, ଋଷି ବ୍ରାହ୍ମଣ ରାଜା ମେଳେ, ଯାହାର ପାଦେ ଅର୍ଘ୍ୟ ଦେଇ, ସୁଖେ ସୁନ୍ଦର ମୁଖ ଚାହିଁ, সকলে ଗଲେ ମୋକ୍ଷ ମାର୍ଗେ, ସେ ଏବେ ଦିଶେ ମୋର ଆଗେ। ଯାହାର ଜନ୍ମ ଜଣା ନାହିଁ, ଜାତହୁଁ ଜାତ ସର୍ବଦେଇ। ନିର୍ମଳ ଆତ୍ମା ରୂପ ହୋଇ, ପ୍ରାଣୀଙ୍କ ହୃଦେ ଯେ ବସଇ, ଯେ ରୂପେ ଦୃଷ୍ଟି ଭେଦେ ରବି, ଅନେକ ବୋଲି ଅନୁଭବୀ। ସେ ହରି ପାଦ ଯୁଗେ ଭଜି, ପଶିଲି ଭବମୋହ ତେଜି। ସୁତ ଉବାଚ ଗୋବିନ୍ଦେ କରିଣ ସଙ୍ଗତି, ମନ ବଚନେ ଦୃଷ୍ଟି ବୃତ୍ତି, ଆତ୍ମାରେ ଆତ୍ମା ସ୍ଥିର କରି, ପବନେ ପବନ ସଂହରି। ଦେଖନ୍ତି ସୁର ନର ମୁନି, ଗଙ୍ଗା ନନ୍ଦନ ହେଲେ ତୁନି। ଶରୀର ତେଜି ଭାବ ମୋହେ, ପଶିଲେ ଗୋବିନ୍ଦର ଦେହେ। ଭୀଷ୍ମ ମରଣ ଜାଣି ଭଲେ, ଯେ ଅବା ଥିଲେ କୃଷ୍ଣ ତୁଲେ। ମୌନେ ବସିଲେ ସମସ୍ତେ,
ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ତକ୍ଷଣେ ଦୁନ୍ଦୁଭି ଶବଦ ଦେବ ମାନବେ କଲେ ବାଦ୍ୟ ସାଧୁ ଶବଦ ଶୂନ୍ୟ ସ୍ଫୁରେ ପୁଷ୍ପ ବରଷେ ନିରନ୍ତରେ ତକ୍ଷଣେ ଯୁଧିଷ୍ଠିର ଯାଇ ଅନଳେ ଭୀଷ୍ମ ପିଣ୍ଡ ଦହି ମୁହୂର୍ତ୍ତେ ବସି ଦୁଃଖ ମନେ ଉଠି ସକଳ ମହାଜନେ ଯେ ଯାହା ମତେ ସ୍ତୁତି କଲେ ନମିଲେ କୃଷ୍ଣ ପାଦ ତଳେ ଉଠି ସକଳେ ତୋଷ ଚିତେ ଗୃହେ ଚଳିଲେ ଯେ ଯାହା ମତେ ପାଣ୍ଡବେ କୃଷ୍ଣର ସଙ୍ଗତେ ହସ୍ତିନା ମିଳିଲେ ତୁରିତେ ତକ୍ଷଣେ ଅନ୍ତପୁରେ ଯାଇ ଅନ୍ଧ ଗାନ୍ଧାର ରିଙ୍କି ବୁଝାଇ ଗୋବିନ୍ଦ ଧୃତ ରାଷ୍ଟ୍ର ବୋଲେ ଯୁଧିଷ୍ଠିରଙ୍କୁ ରାଜା କଲେ ସେ ରାଜ ଧର୍ମେ ରାଜ୍ୟ କଲା ଯା ପିତୃ ପିତା ମୋହେ ଥିଲା ଏମନ୍ତେ କରି ରାଜପଣ ସଙ୍ଗତେ ଘେନି ନାରାୟଣ ସେ ନାରାୟଣ ପାଦଗତ ଶରଣ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟଲାଭୋ ନାମ ନବମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓಂ।